ଯିବା ପୂର୍ବରୁ ପ୍ରାର୍ଥନା କରିବା। ପ୍ରେମମୟ ସର୍ବସ୍ତ ପିତା, ତୁମରି ମହାନାମର ପ୍ରଶଂସା ହେଉ, ଗୌରବ ହେଉ, ସଂଗ୍ରାମ ହେଉ। ପ୍ରିୟ ପ୍ରଭୁ, ତୁମରି ବାକ୍ୟ ରଖି ପରମେଶ୍ୱର, ତୁମରି ଧନ୍ୟବାଦ କରୁଛୁ, ତୁମ ସ୍ତୁତିମୟ କରୁଛୁ ପ୍ରଭୁ। ଏ ପ୍ରାର୍ଥନାରେ ଆମେ ଅଳ୍ପ ତୁମରି ସନ୍ତାନ ସମ୍ପତ୍ତି ଏଠାରେ ଉପସ୍ଥିତ ହୋଇ ତୁମରି ଧନ୍ୟବାଦ ପ୍ରଶଂସା କରିବା ପାଇଁ ଏଠାରେ ଉପସ୍ଥିତ ହେଉଛୁ। ଆମ ସମସ୍ତଙ୍କୁ ଆଶୀର୍ବାଦ କର, ଆମ ସମସ୍ତଙ୍କର ହୃଦୟ ମନକୁ ପ୍ରଭୁ ତୁମେ ମୁକ୍ତ କରି ଖୋଲା କର। ଯେପରି ପ୍ରଭୁ ତୁମରି ବାକ୍ୟ ଅନୁସାରେ ସେ ତୁମର ଦାସ ସେଦିନ କହୁଥିଲେ, ସମସ୍ତଙ୍କର ଶକ୍ତି ଅନୁସାରେ ତୁମେ ଜଣକୁ 1 ତୋଳା, ଜଣକୁ 5 ତୋଳା, ଜଣକୁ 10 ତୋଳା ଦେଇଥିଲେ। ସେହିପରି ଅନୁଗ୍ରହ ଆଶୀର୍ବାଦ କରି ଆମମାନଙ୍କୁ ପ୍ରଭୁ ତୁମ ଶକ୍ତି ଅନୁସାରେ ତୁମର ଜୀବନ ବାକ୍ୟ ପଢ଼ିବା ପାଇଁ, ବୁଝାଇବା ପାଇଁ, କହିବା ପାଇଁ ଆମ ପାଖରେ ଶକ୍ତି ନାହିଁ, କିନ୍ତୁ ତୁମରି ପବିତ୍ର ଆତ୍ମା ଆବଶ୍ୟକ କର। ମୋତେ କଥା ହେବ ତୁମର ଜୀବନ ବାକ୍ୟ ପଢ଼ିବା ପାଇଁ, ମୋତେ କହିବା ପାଇଁ ମୋତେ ଶକ୍ତି, ମୋତେ ବଳ, ମୋତେ ଜ୍ଞାନ ଦେଇ ମୋତେ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା ଶୁଣି ସଫଳ କର। ଖ୍ରୀଷ୍ଟରେ ଈଶ୍ୱରଙ୍କର ଲୋକମାନେ, ଆମେମାନେ ଏଠାରେ ଈଶ୍ୱରଙ୍କର ପ୍ରଶଂସା ଧନ୍ୟବାଦ କରିବା ପାଇଁ, ତାଙ୍କର ଜୀବନ୍ତ ବାକ୍ୟ ଶୁଣିବା ପାଇଁ ଏଠାରେ ଆମେମାନେ ଉପସ୍ଥିତ ହୋଇଅଛୁ। ଆଉ ଈଶ୍ୱରଙ୍କର ବାକ୍ୟ ଆମେ ଶୁଣିବା ଯେତେବେଳେ ଯୀଶୁ ଖ୍ରୀଷ୍ଟ ଏ ପୃଥିବୀରେ ଆସିକରି ଆପଣା ଶିଷ୍ୟମାନଙ୍କ ସାଙ୍ଗରେ ଯେକୌଣସି ସ୍ଥାନକୁ ଯାଉଥିଲେ, ଅନେକ ପ୍ରକାର ଆଶ୍ଚର୍ଯ୍ୟ କର୍ମ ସେ କରୁଥିଲେ। ପ୍ରଥମରେ କାନା ନଗରରେ ବିବାହରେ ଦ୍ରାକ୍ଷାରସ କଲେ ଜଳକୁ, ତାପରେ ଅନେକ ପ୍ରକାର ରୋଗୀମାନଙ୍କୁ ସୁସ୍ଥ କଲେ, ଅନେକ ପ୍ରକାର ପୀଡ଼ିତମାନଙ୍କୁ ସୁସ୍ଥ କଲେ, ଆଉ ମୃତ୍ୟୁମାନଙ୍କୁ ମଧ୍ୟ ସେ ଜୀବନ ଦେଇକରି ଉଠାଇଲେ। ଆଜି ମଧ୍ୟ ଗୋଟେ ରୋଗୀକୁ ସେ କିପରି ଭାବରେ ଆଶ୍ଚର୍ଯ୍ୟ ଭାବରେ ସେ ସୁସ୍ଥ କରୁଛନ୍ତି, ସେଇଟା ଟିକେ ଆମେ ଆଜି ଦେଖିବା। ଯୋହନ ଲିଖିତ ସୁସମାଚାର ତାର 5 ପର୍ବ 1 ପଦରୁ 25 ପଦ ପର୍ଯ୍ୟନ୍ତ, 1ରୁ 25। ଏଥି ଉତ୍ତାରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଜେରୁସାଲେମକୁ ଯାତ୍ରା କଲେ। ଜେରୁସାଲେମର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି। ଏବ୍ରୀ ଭାଷାରେ ତାହାକୁ ବେଥସାଇଦା ବୋଲି କହନ୍ତି। ତାହାର 5ଟି ମଣ୍ଡପ, ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ସର୍ବାଙ୍ଗ ପଡ଼ି ରହୁଥିଲେ। ସେମାନେ ଜଳସେଚନ ଅପେକ୍ଷାରେ ରହୁଥିଲେ, କାରଣ କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୋଖରୀରେ ଅବତରଣ କରି ଜଳ କମ୍ପାଉଥିଲେ। ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲେ, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲେ। ସେଠାରେ 38 ବର୍ଷ ବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। ଯୀଶୁ ତାହାକୁ ପଡ଼ି ରହୁଥିବା ଦେଖି ବହୁ କାଳର ରୋଗୀ ବୋଲି ଜାଣି ତାହାକୁ ପଚାରିଲେ, ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିଲା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋର କେହି ନାହିଁ, ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଯୀଶୁ ତାକୁ କହିଲେ, ଉଠ, ତୁମର ଖଟିଆ ଘେନି ଚାଲ। ସେଇ କ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା।
ସେଦିନ ବିଶ୍ରାମ ବାର ଥିଲା। ଅତଏବ ଯିହୁଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମ ବାର, ଖଟିଆ ବହି ନେଇ ଯିବା ତୁମର ବିଧି ସଙ୍ଗୀତ ନୁହେଁ। କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ ସେ ମୋତେ କହିଲେ, ତୁମର ଖଟିଆ ଘେନି ଚାଲ। ସେମାନେ ତାକୁ ପଚାରିଲେ, ତୁମର ଖଟିଆ ଘେନି ଚାଲ ବୋଲି ଯେ ତୁମକୁ କହିଲେ ସେ କିଏ, ସେ ଲୋକ କିଏ? କିନ୍ତୁ ସେ କିଏ ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣିନଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲି ଯାଇଥିଲେ। ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ। ସେହି ଲୋକ ଚାଲିଯାଇ ଯେ ତାଙ୍କୁ ସୁସ୍ଥ କରିଥିଲେ ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲେ। ଯେଣୁ ଯୀଶୁ ବିଶ୍ରାମ ବାରରେ ଏହା କରୁଥିବାରୁ ଯିହୁଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ। ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ, ମୋର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି। ପ୍ରଭୁଙ୍କର ଏହି ଜୀବନ୍ତ ବାକ୍ୟ ଆମ ସମସ୍ତଙ୍କୁ ପ୍ରଭୁ ଶୁଣିବା ପାଇଁ କରିବା ପାଇଁ ଦେଇଥିବା ଲାଗି ତାଙ୍କର ମହାନାମକୁ ପ୍ରଶଂସା ଏବଂ ଧନ୍ୟବାଦ। ଯୀଶୁ ଯେତେବେଳେ ଶିଷ୍ୟମାନଙ୍କ ସାଙ୍ଗରେ ଯେଉଁ ଜାଗାକୁ ମଧ୍ୟ ଯାଉଥିଲେ, ସେଇ ଜାଗାରେ ସେ ସୁସ୍ଥ କରୁଥିଲେ। ଆଉ ଆଶ୍ଚର୍ଯ୍ୟ କର୍ମ ସବୁ ତାଙ୍କର ଦେଖିକିରି ଲୋକମାନେ ଚମତ୍କୃତ ଆଶ୍ଚର୍ଯ୍ୟ ମଧ୍ୟ ହେଇଯାଉଥିଲେ। କିନ୍ତୁ ଯିହୁଦୀମାନଙ୍କର ସେତେବେଳେ ରୀତିବିଧି ଥିଲା ଯେ ବିଶ୍ରାମ ବାରରେ କୌଣସି କାମ କରିବା ପାଇଁ ହେବ ନାହିଁ, ମନା। ତେଣୁକରି ଯୀଶୁ ବିଶ୍ରାମ ବାରରେ ମଧ୍ୟ ଯେଉଁ କାର୍ଯ୍ୟ କରୁଥିଲେ, ଯୀଶୁଙ୍କୁ ମଧ୍ୟ ସେମାନେ ସେଇ ଦୋଷ ଧରୁଥିଲେ ନା ସେଇ ପ୍ରଶ୍ନ ତାଙ୍କୁ ମଧ୍ୟ ବିରୋଧ କରୁଥିଲେ। ତେଣୁକରି ଏଠାରେ ଆମେ ଦେଖୁଛୁ ଆଜି ମଧ୍ୟ ସେଇ ଲୋକକୁ ପଚାରୁଛନ୍ତି, ଆଜି ବିଶ୍ରାମ ବାର, ତୁମେ ଖଟିଆ ଘେନି ଯିବାର ତୁମର ବିଧି ସଙ୍ଗୀତ ନୁହେଁ ବୋଲି ସେ ଲୋକକୁ ପ୍ରଶ୍ନ କରୁଛନ୍ତି ଯିହୁଦୀମାନେ। ସେ ଯେଉଁ ଲୋକ ଯେଉଁ ଯୀଶୁ ସୁସ୍ଥ କରୁଥିଲେ, ସେ ଯୀଶୁ ଗଲାଟା ସେ ସୁସ୍ଥ ହେବା ଲୋକ ଜାଣିନଥିଲା। ତେଣୁକରି ସେ ଖଟିଆ ଘେନି ଯିବା ସମୟରେ ତାକୁ ପଚାରା ସେ ଏବେ ସେ ଜାଣିପାରୁନାହିଁ। କାହିଁକି? ଏଥିରେ ଆମେମାନେ ଦେଖୁଛୁ ଯେ ପ୍ରଥମ ଏକ ପଦରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା। ଆଉ ଯୀଶୁ ଜେରୁସାଲେମକୁ ଯାତ୍ରା କଲେ। ଜେରୁସାଲେମରେ ମେଷ ଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି ବା ଥିଲା। ସେଇ ପୋଖରୀରେ ତାର 5ଟି ମଣ୍ଡପ ବୋଲି ଏଠାରେ କୁହାଯାଉଛି। ସେଇ ମଣ୍ଡପ ମଧ୍ୟରେ ଅନେକ ପ୍ରକାର ରୋଗୀମାନେ ପଡ଼ି ରହୁଥିଲେ। ସେଠି କାହିଁକି ରହୁଥିଲେ? ପଡ଼ି ରହୁଥିଲେ ସେଇ ପୋଖରୀରେ। ପାଖରେ ଏଠି ଦେଖୁଛୁ ଆମେ ପ୍ରଭୁଙ୍କର ଜଣେ ଦୂତ କୌଣସି ସମୟରେ ଆସି ସେଇ ପୋଖରୀରେ ସେ ଗାଧାଉଥିଲେ ବା ଖେଳୁଥିଲେ, ସେ ଜଳ କମ୍ପାଉଥିଲେ। ସେଇ ଜଳ କମ୍ପିବା ସମୟରେ ଏଇଠି ଦେଖୁଛୁ ଆମେ ଯେକୌଣସି ରୋଗରେ ପୀଡ଼ିତ ଥିଲେ ସୁଦ୍ଧା ପ୍ରଥମରେ ଯେ ଯାଇ ପ୍ରବେଶ କରୁଥିଲା ବା ସେ ଜଳକୁ ଛୁଉଁଥିଲା, ସେ ସୁସ୍ଥ ହେଉଥିଲା ବୋଲି ଏଠି ଆମେ ସେ ବାକ୍ୟରେ ଦେଖିବାକୁ ପାଉଛୁ। ସେଇ ଅବସ୍ଥାରେ ସୁସ୍ଥ ହେବା ଆଶାରେ ସେଇ ରୋଗୀମାନେ ସେ ମଣ୍ଡପରେ, ସେଇ ପୋଖରୀ ମଣ୍ଡପରେ ସବୁ ଲୋକ ସେଠି ପଡ଼ି ରହୁଥିଲେ। ଅନେକ ପ୍ରକାର ରୋଗୀ ବୋଲି ଏଠି ଲେଖା ଅଛି। କୁଷ୍ଠି, ଅନ୍ଧ, ଖଞ୍ଜ, ସର୍ବାଙ୍ଗ, ସବୁ
ସୁସ୍ଥ ହେବା ପାଇଁ ସେଠାରେ କୌଣସି ମନ୍ତ୍ର ନାହିଁ, କୌଣସି ସେଠି ଯାଦୁ ବିଦ୍ୟା ନାହିଁ, କିନ୍ତୁ ପ୍ରଭୁଙ୍କର ଯେତିକି ଶକ୍ତି, ପ୍ରଭୁଙ୍କର ଶକ୍ତିରେ ପ୍ରଭୁଙ୍କର ଜଣେ ଦୂତ ସେ ପୋଖରୀରେ ଓହ୍ଲାଇ ଆସୁଥିଲେ। ଆଉ ସେ ଗାଧୋଇବା ଟାଇମ୍ରେ କି ଖେଳିବା ଟାଇମ୍ରେ ସେ ଜଳ କମ୍ପାଉଥିଲେ। ସେହି ସମୟରେ ସେ ରୋଗୀମାନେ ଯେ ପ୍ରଥମରେ ବସି ସେମାନେ ସୁସ୍ଥ ହେଉଥିଲେ। ଆଉ ସେଠାରେ ଆମେ ଦେଖୁଛୁ ଯେ ଜଣେ 38 ବର୍ଷ ବୋଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। ସେ ବହୁତ କାଳର ରୋଗୀ ବୋଲି ଏଠି ଆମେ 38 ବର୍ଷ ବୋଧି ରୋଗରେ ପୀଡ଼ିତ ଲୋକ ସେଠାରେ ଥିଲା। କିନ୍ତୁ ଅନେକ ଲୋକମାନେ ଟିକେ ତାଠୁ କମ୍ ଥିବେ ବୋଧେ ସେମାନେ ଆଗରେ ପଶି ଯାଇକରି ସେ ପୋଖରୀରେ ଯାଇ ସେମାନେ ସୁସ୍ଥ ହୋଇ ବାହାରି ଯାଉଥିଲେ, କିନ୍ତୁ ଏ ପଡ଼ି ସେଠି ରହିଥିଲା। ଯୀଶୁ ତାଙ୍କୁ ପଡ଼ି ରହୁଥିବା ଦେଖି ବହୁ କାଳର ରୋଗୀ ବୋଲି ଜାଣି ତାଙ୍କୁ ପଚାରିଲେ, ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ଯୀଶୁ ସେହି ରୋଗୀକୁ ଏବେ ପଚାରୁଛନ୍ତି, ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଛ କି ବୋଲି ଯୀଶୁ ପଚାରୁଛନ୍ତି। ସେଠାରେ ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିଲା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋର କେହି ନାହିଁ। କେହି ତାର ଲୋକ ନାହିଁ। ସେ ଜଳ କମ୍ପିଲା ପରେ ସେ ପୋଖରୀ ଭିତରକୁ ତାକୁ ଧରିକରି ନେବା ପାଇଁ କି ଟେକି କରି ନେବା ପାଇଁ କି ବହି କରି ନେବା ପାଇଁ ତା ପାଖରେ କେହି ନାହିଁ। ସେ ପ୍ରଭୁ କେବଳ କହୁଛି, ମହାଶୟ, ମୋତେ ଭିତରକୁ ନେବା ପାଇଁ ମୋର କେହି ନାହିଁ। ଆଉ ସେ କହୁଛି ଏଠାରେ, ମୁଁ ଯାଉ ମୋ ଆଗରେ ଆଉ ଜଣେ ଯାଇ ପଶିଯାଏ। ସେ ଯୀଶୁଙ୍କୁ ଏଇଟା ସେ ଗୁହାରି କରୁଛି, ମୁଁ ଯାଉ ପ୍ରଭୁ, ଆଉ ଜଣେ ମୋ ଆଗକୁ ଯାଇ ସେ ପୋଖରୀରେ ପଶିଯାଏ। ଯୀଶୁ ତାଙ୍କୁ କହିଲେ, ଉଠ, ତୁମର ଖଟିଆ ଘେନି ଚାଲ। ସେହି ରୋଗୀର କଥା ଶୁଣି ଯୀଶୁ ଆଜି ତାକୁ ସାଙ୍ଗେ ସାଙ୍ଗେ ସେଠି କହୁଛନ୍ତି, ଉଠ, ତୁମର ଖଟିଆ ଘେନି ଚାଲ। କେଡ଼େ ଆଶ୍ଚର୍ଯ୍ୟର କର୍ମ! ଯେଉଁ ଲୋକ 38 ବର୍ଷ ବୋଧି ଧରି ସେ ପଡ଼ି ରହୁଥିଲା, ସେଇଠାରେ ଯୀଶୁ ଆଦେଶ କରୁଛନ୍ତି, ସାଙ୍ଗେ ସାଙ୍ଗେ ଉଠ, ତୁମର ଖଟିଆ ଘେନି ଚାଲ। ସେଇ କ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେଦିନ ବିଶ୍ରାମ ବାର ଥିଲା। ସେ ଯୀଶୁ କହୁ ସେ ଉଠିଲା, ସୁସ୍ଥ ହେଲା। ଆଉ ଏବେ ସେ ଯେଉଁ ଖଟିଆରେ ସେ ଶୋଇଥିଲା, ନା ବସିଥିଲା, ନା ନେଇଥିଲା, ସେ ଖଟିଆ ସେ ଘେନି ଏବେ ଚାଲି ଯାଉଛି। ସେଇଦିନ ବିଶ୍ରାମ ବାର ଥିଲା। ଯୁହୁଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମ ବାର, ଖଟିଆ ବହି ନେଇ ଯିବା ତୁମର ବିଧି ସହିତ ନୁହେଁ। ସେଇ ଲୋକ ଯେଉଁ ଖଟିଆ ବହିକି ଯାଉଛି, ତାକୁ ଯୁହୁଦୀମାନେ ପଚାରୁଛନ୍ତି, ଆଜି ବିଶ୍ରାମ ବାର, ତୁମର ଖଟିଆ ବହି ନେଇଯିବା ତୁମର ବିଧି ସହିତ ନୁହେଁ। ସେଇ କାଳରେ ଆମେ ବାକ୍ୟରେ ମଧ୍ୟ ଦେଖୁଛୁ, ଜଣଙ୍କର ହାତ ଶୁଖି ଯାଇଥିଲା, ସେଇଦିନ ମଧ୍ୟ ବିଶ୍ରାମ ବାର ଥିଲା। ଫାରୁସୀମାନଙ୍କୁ, ସାଧୁକୀମାନଙ୍କୁ ଯୀଶୁ ପଚାରିଲେ, ପ୍ରାଣ ରକ୍ଷା କରିବା ନା ପ୍ରାଣ ବିନଷ୍ଟ କରିବା? ସେମାନେ କୌଣସି ଉତ୍ତର ଦେଲେ ନାହିଁ, ଚୁପ୍ ହୋଇଗଲେ। সেই ଲୋକକୁ ଯୀଶୁ କହିଲେ ଯେ, ତୁମ ହାତ ବଢ଼ାଅ। সেই ଲୋକ ହାତ ବଢ଼ାଇଲେ, ସାଙ୍ଗେ ସାଙ୍ଗେ ଯୀଶୁ ସୁସ୍ଥ ତାକୁ କଲେ। ତେବେ ଯୀଶୁ ସେଇଠି କହିଲେ ଯେ, ବିଶ୍ରାମର ବାରରେ ମୋର ସୁସ୍ଥ କରିବା ଆମମାନଙ୍କର କର୍ତ୍ତବ୍ୟ, ଆମମାନଙ୍କର ଅଧିକାର, ମୋର ଅଧିକାର ବୋଲି ସେଇ ଫାରୁସୀ ସାଧୁମାନେ ମଧ୍ୟ ଉତ୍ତର ଦେଇଥିଲେ। ଏଇଠାରେ ସେମାନେ ବିଶ୍ରାମ ବାରରେ
ସୁସ୍ଥ କରୁଥିଲେ ଯୀଶୁ, କିନ୍ତୁ ଯୀଶୁକୁ ସେମାନେ ସେହି ସମୟରେ ତାଡ଼ନା କରୁଥିଲେ। ଆଉ ଇଏ କିଏ ରହୁଥିଲେ? ସେ ଈଶ୍ୱରଙ୍କର ପୁତ୍ର ସ୍ୱୟଂ ଯିଏ ଯୀଶୁଖ୍ରୀଷ୍ଟ ବୋଲି ସେମାନେ ଜାଣୁନଥିଲେ। କିନ୍ତୁ ଯୀଶୁ ଯେକୌଣସି ଆଶ୍ଚର୍ଯ୍ୟକ୍ରମ କଲେ ମଧ୍ୟ ଏସବୁ କରିବାଟା ଦେଖିଲେ ମଧ୍ୟ ସେମାନେ ଈଶ୍ୱରଙ୍କର ପୁତ୍ର କହିବାଟା ସେମାନେ ବିଶ୍ୱାସ କରୁନଥିଲେ। ତେଣୁ ସେ ଲୋକକୁ ସେମାନେ ଏବେ କହୁଛନ୍ତି, ତୁମକୁ ସୁସ୍ଥ କରିଥିବା ଲୋକ ସେ କିଏ? ସେଇ ଖଟିଆ ଭାଇ ଯାଉଥିବା ଲୋକକୁ ସେମାନେ ପଚାରୁଛନ୍ତି, ତୁମକୁ ଯେ ସୁସ୍ଥ କଲେ ଆଉ ଖଟିଆ ଭାଇ ଚାଲ ବୋଲି ତୁମକୁ ଯେ କହିଲେ ସେ କିଏ? କିନ୍ତୁ ସେଇ ଲୋକ ସେତେବେଳେ ସେ ସୁସ୍ଥ ହୋଇଥିବା ଲୋକ ଯୀଶୁ ବୋଲି ସେ ମଧ୍ୟ ସେଠି ଜାଣିନଥିଲା। କାହିଁକି ଦେଖୁଛୁ, ଲୋକ ଯେଉଁଠି ଯୀଶୁ ଯାଉଥିଲେ ସେଠାରେ ଲୋକ ବେଶୀ ଭିଡ଼ କରୁଥିଲେ। ଭିଡ଼ ସକାଶେ ସେ ଅଗଗତରେ ଯୀଶୁ ଚାଲି ଯାଇଥିଲେ। ତାକୁ ସୁସ୍ଥ କଲା ପରେ ସେ ଚାଲି ଯାଇଥିଲେ। ସେ ଲୋକ ଆଉ ସେତେବେଳେ ଯୀଶୁଙ୍କୁ ଦେଖି ନାହିଁ। ସେମାନେ ତାହାକୁ ପଚାରିଲେ, ତୁମର ଖଟିଆ ଘେନି ଚାଲ ବୋଲି ଯେ ତୁମକୁ କହିଲା ସେ ଲୋକ କିଏ? କିନ୍ତୁ ସେ କିଏ ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲି ଯାଇଥିଲେ। ବହୁତ ଲୋକ ଏଠି ଥିଲେ ବୋଲି ଆମେ ଦେଖୁଛୁ ପାଖରେ ବହୁତ ଲୋକ ଥିଲେ। ତେଣୁକରି ସେ ଲୋକ କିଏ ସୁସ୍ଥ କଲା କିଟା ସେ ଆଉ ଜାଣିପାରିଲା ନାହିଁ। କିନ୍ତୁ ତାକୁ ଯୀଶୁ କହିଲେ, ଉଠ, ତୁମର ଖଟିଆ ଘେନି ତୁମେ ଚାଲ। ସେ ଉଠି ଏବେ ଚାଲିଲା ବେଳକୁ ଯୀଶୁ ତାର ଆଗରୁ ଟିକେ ସେ ପଳାଇ ଯାଇଥିଲେ। ସେଇ ଲୋକ ଆଉ ଦେଖିପାରିଲା ନାହିଁ। ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ, ଦେଖ, ତୁମେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ। ଏବେ ମନ୍ଦିରରେ ଆଉ ଥରେ ସେହି ସୁସ୍ଥ ହୋଇଥିବା ରୋଗୀକୁ ଯୀଶୁ ଏଠାରେ ଭେଟୁଛନ୍ତି ବା ଦେଖୁଛନ୍ତି। ଦେଖିକି ତାକୁ କହୁଛନ୍ତି ଯେ, ଦେଖ, ତୁମେ ସୁସ୍ଥ ହୋଇଅଛ, ତୁମେ ଆଉ ପାପ କର ନାହିଁ। ତାଙ୍କୁ ସେ କହିଲେ, ଦେଖ, ତୁମେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ ପ୍ରତି ଅଧିକ ଦୁର୍ଦଶା ନ ଘଟେ। ଯଦି ଆମେ ଯୀଶୁଙ୍କ ପାଖକୁ ଆସିବା, ଆମେ ସୁସ୍ଥ ହେବା, ଆଉ ଆମେ ଯାଇକରି ଯଦି ଖରାପ କାମ କରିବା, ତେବେ ନିଶ୍ଚୟ ଆମ ପ୍ରତି ଦୁର୍ଦଶା ଘଟିବ। ଆମେ ନିଶ୍ଚୟ ସେଇ ଦଣ୍ଡ ଆମେ ଭୋଗ କରିପାରିବା। ତେଣୁକରି ଏଠାରେ ସେ ଲୋକ କହୁଛନ୍ତି, ଯୀଶୁ, ତୁମେ ସୁସ୍ଥ ହୋଇଅଛ, ଦେଖ, ଆଉ ଥରେ ତୁମେ ଯେପରିକି ପାପ କର ନାହିଁ, ତୁମ ପ୍ରତି ଦୁର୍ଦଶା ନ ଘଟେ। ଯଦି ସେ ଆଉ ଥରେ ସୁସ୍ଥ ହୋଇକରି ଯାଇକରି ପାପ କରବ ବୋଲେ ଦୁର୍ଦଶା ନିଶ୍ଚୟ ଘଟିବ। ଯେତେବେଳେ ସେ ସ୍ତ୍ରୀ ଲୋକକୁ ଆଣିଲେ, ସେମାନେ ଏବେ ବିଚାର କାମରେ ଧରା ପଡ଼ିଛି ପ୍ରଭୁ ବୋଲି ଯୀଶୁଙ୍କ ପାଖରୁ ଆଣିଲେ। ଯୀଶୁ ସେମାନଙ୍କୁ କିଛି ଉତ୍ତର ନ ଦେଉନ ପାଖରେ ଆମେ ଦେଖୁଛୁ, ସେ ତଳେ ମୁହଁ କରି ସେ ଅଙ୍ଗୁଳି ଦ୍ୱାରା ଦେଖିବାକୁ ଲାଗିଲେ। ସମସ୍ତେ ଆପଣ କ'ଣ କହୁଛନ୍ତି? ସେମାନେ ଯୀଶୁ ପଚାରିଲେ ଯେ, ମଶା କ'ଣ ତୁମମାନଙ୍କୁ ଆଦେଶ ଦେଇଅଛନ୍ତି? ସେମାନେ କହିଲେ, ବ୍ୟଭିଚାର କାମରେ ଧରା ପଡ଼ିଥିବା ସ୍ତ୍ରୀକୁ ପତାରୁ ଫୋପାଡ଼ିକି ମାରିବା ପାଇଁ ମଶା ଆମମାନଙ୍କୁ ଅନୁମତି ଦେଇଅଛନ୍ତି। ଯୀଶୁ ଅଦମ କହିଲେ କି ସେମାନଙ୍କୁ ମସ୍ତକ ଉତ୍ତୋଳନ କରି କିସ୍ କହିଲେ, ତୁମମାନଙ୍କ ଭିତରେ ଯେ ନିଷ୍ପାପୀ ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ। ମଣିଷ ମଧ୍ୟରେ ଆମେ ସବୁ ପାପୀ, ନିଷ୍ପାପୀ ନାହିଁ। ସେଠି ସେ ଦିନ ପରଦିନ ମୁଁ ଦେଖୁଥିଲି, ଜଣେ ସୁଦ୍ଧା ଆମେ ଧାର୍ମିକ ନୁହେଁ, ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଯୀଶୁ ଆଇଲେ। ଆଉ ସେ ଲୋକମାନେ ଯେତେବେଳେ ତାଙ୍କୁ କହୁଛନ୍ତି କି ଶିଷ୍ୟମାନଙ୍କୁ, ତୁମମାନଙ୍କର ଗୁରୁ ପାପୀମାନଙ୍କ ସଙ୍ଗରେ ଭୋଜନ କରେ ଆଉ ସେମାନଙ୍କର ସଙ୍ଗରେ ରହେ କାହିଁକି ବୋଲି କହିଲେ, ଯୀଶୁ କହିଲେ, ସେମାନଙ୍କର କଥା ମୋର କଥା ଜାଣିକରି ସାଙ୍ଗେ ସାଙ୍ଗେ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା
ସୁସ୍ଥ ଲୋକର ବୈଦ ଠାରେ ପ୍ରୟୋଜନ ନାହିଁ ବୋଲି ସେ ବାକ୍ୟ ଅନୁଯାୟୀ। ତେବେ ସୁସ୍ଥ ଲୋକ କାହିଁକି ଡାକ୍ତର ପାଖରେ ଯିବ? କିନ୍ତୁ ସେ ଧାର୍ମିକ ଜ୍ଞାନୀ ଧନୀ ଲୋକମାନଙ୍କୁ ଖୋଜବାକୁ ଯୀଶୁଖ୍ରୀଷ୍ଟ ଆସିନଥିଲେ। ଏହିପରି ଦରିଦ୍ର ଅନାଟନ ରୋଗଗ୍ରସ୍ତ ସମସ୍ତଙ୍କୁ ସେ ସୁସ୍ଥ କରି ସେମାନଙ୍କୁ ସେ ରକ୍ଷା କରିବା ପାଇଁ ବୋଲିକରି ସେ ପ୍ରଭୁ ଆସିଥିଲେ। ତେଣୁକରି ସେଇ ଲୋକକୁ ବାକ୍ୟରେ ସେ କହିଲେ ଯେ ତୁମର ସର୍ବସ୍ୱ ବିକ୍ରି କରି ଦରିଦ୍ରମାନଙ୍କୁ ଦାନ କର, ଆସ ମୋର ଅନୁଗମନ କର, ସ୍ୱର୍ଗରେ ଧନ ପାଇବ। ସେଇ ଲୋକ କିନ୍ତୁ ସ୍ୱର୍ଗୀୟ ଧନ ଇଚ୍ଛା କଲାନି। ତାର ସାଂସାରିକ ଯେତେ ତାର ସମ୍ପତ୍ତି ବହୁତ ଥିଲା ସେ ସମ୍ପତ୍ତିକୁ ଦେଖିଲା ସେ, କିନ୍ତୁ ଯୀଶୁଙ୍କ ପାଖରେ ଯୋଉ କେବେ ସେଟା ଚୋରି ହେବ ନାହିଁ କି କଳଙ୍କ ଖାଇବ ନାହିଁ କି କ୍ଷୟ ହେବ ନାହିଁ, ଯୋଉ ଅକ୍ଷୟ ଅକଳଙ୍କର ଯୋଉ ଧନ ଯୀଶୁ ତାକୁ ଦେବା ପାଇଁ କହିଲେ, ସେ ତ ଆସିଲା ଖୋଜବାକୁ ଆସିଲା ଯୀଶୁଙ୍କ ପାଖରେ ଅନନ୍ତ ଜୀବନ ପାଇବା ପାଇଁ କ'ଣ କରିବି ପ୍ରଭୁ। କିନ୍ତୁ ଯୀଶୁ ତାକୁ କହିଲେ ତୁମ ସର୍ବସ୍ୱ ବିକ୍ରୟ କର, ମୋର ପଛରେ ମୋର ଅନୁଗମନ କର, ତୁମେ ସର୍ବରେ ଧନ ପାଇବ। ଏତେ ସୁନ୍ଦରରେ କହିଲେ ତାକୁ। କିନ୍ତୁ ସେଇ ଲୋକ ସେଇ ସ୍ୱର୍ଗୀୟ ଧନ ପାଇବା ପାଇଁ ତାର ଇଚ୍ଛା ନାହିଁ। କିନ୍ତୁ ଆସିଥିଲା ସେଇ ସ୍ୱର୍ଗୀୟ ଧନ ଅନନ୍ତ ଜୀବନ ପାଇବା ପାଇଁ ମୁଁ କ'ଣ କରିବି ବୋଲି ଯୀଶୁଙ୍କ ପାଖରେ। ଯୀଶୁ ସେଇ ଅନନ୍ତ ଜୀବନର ଅଧିକାରୀ। ଆମେମାନେ ଆଜି ପ୍ରଭାତ ଟାଇମ୍ରେ ଆମେ ସମସ୍ତେ ଆସିଛୁ ଏଇଠାରେ ସେଇ ଅନନ୍ତ ଜୀବନ କେବଳ ପାଇବା ପାଇଁ। ସ୍ୱର୍ଗରେ ଆମମାନଙ୍କର ପାଇଁ ସେଇ ଧନ ଅଛି। ଆମମାନଙ୍କର ପାଇଁ ସେଠି ଟଙ୍କା ସୁନା କି ଘର ଦ୍ୱାର ଏଇ ଧନ ପ୍ରଭୁ ରଖିନାହାନ୍ତି, କିନ୍ତୁ ଚିରକାଳ ପର୍ଯ୍ୟନ୍ତ ଆମେ ତାହାଙ୍କର ସହିତ ଯେମିତି ସେଇ ଅନନ୍ତ ଜୀବନ ସେଇ ଧନ ପାଇ ସେଇ ସ୍ୱର୍ଗ ରାଜ୍ୟରେ ଆମେମାନେ ତାହାଙ୍କର ସହିତ ଆଲାପରେ ଆମେମାନେ ସେଠାରେ ଚିରକାଳ ପର୍ଯ୍ୟନ୍ତ ରହିପାରିବା। ସେଇ ଧନ ଆମେମାନେ ଖୋଜିବା ଆମ ପ୍ରିୟମାନେ। ସେଇ ଅନନ୍ତ ଜୀବନ ପାଇଁ ଆମେମାନେ ନିଶ୍ଚୟ ତାଙ୍କରି ବାକ୍ୟ ପାଳନ କରିବା, ତାଙ୍କର ନିକଟକୁ ଆସିବା, ସଦାସର୍ବଦା ପ୍ରଭୁଙ୍କ ଠାରେ ଆମେ ଲାଗି ରହିବା। ତେବେ ଆମେ ଯୀଶୁଙ୍କର ନଦେଲେ ଆମେ ସ୍ୱର୍ଗକୁ ଯାଇପାରିବା ନାହିଁ। ସେଇ ଜନ ସ୍ୱର୍ଗରେ ସେ କହୁଛନ୍ତି ମୋ ଦେଇଦେବରେ ତୁମେ କେହି ପିତାଙ୍କ ନିକଟକୁ ଯାଇପାରୁ ନାହିଁ। ତେବେ ଆମେ ପିତାଙ୍କ ନିକଟକୁ ଯିବାର ଅଛି। ସେ ଯୀଶୁଙ୍କର ବାକ୍ୟ ଅନୁସରଣ କରିବା, ତାଙ୍କର ସାଙ୍ଗରେ ରହିବା। ଆଉ ଯୀଶୁଙ୍କ ସେବକ ହଉ, ଦାସ ହଉ, ଯେକୌଣସି ଲୋକ ହଉ, ଯେଉଁଠାରେ ପ୍ରଭୁଙ୍କର ବାକ୍ୟ ଶକ୍ତି ଅନୁସାରେ କହିଲେ ସେ ବାକ୍ୟକୁ ଆମେ ଶୁଣିବା ଆଉ ବିଶ୍ୱାସ କରିବା, ତେବେ ନିଶ୍ଚୟ ଆମେ ସେଇ ପ୍ରଭୁଙ୍କ ରାସ୍ତାକୁ ଆମେ ଯାଇପାରିବା। ଏଠାରେ ଗୋଟିଏ ପଦଗୁଡ଼ିକ ବାକ୍ୟ ଦେଖିବା, ସେଇ ଜନ 16:24 ପଦ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣେ ଓ ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ଆମେମାନେ ଯଦି ଯୀଶୁଙ୍କର ଏଇ ବାକ୍ୟ ଶୁଣବା ଆଉ ମୋର ପ୍ରେରଣକର୍ତ୍ତା ବୋଲି ଯୀଶୁ କହୁଛନ୍ତି, ତାଙ୍କର ପିତା ଈଶ୍ୱରକୁ ଆମେ ସ୍ମରଣ କରିବା, ବିଶ୍ୱାସ କରିବା ବୋଲେ ଆମେ ବିଚାରିତ ହେବ ନାହିଁ ବୋଲି ଏଠି ବାକ୍ୟଟେ ଶୁଣୁଛୁ। ବିଚାରିତ ଆମମାନେ ହେବା ନାହିଁ, ସିଧାସଳଖ ସେଇ ଈଶ୍ୱରଙ୍କ ରାଜ୍ୟକୁ ଆମେ ଯାଇପାରିବା। କିନ୍ତୁ ଆମେ କ'ଣ କରିବାକୁ ପଡ଼ିବ? ତାଙ୍କ ବାକ୍ୟ ଏଇଠାରେ ପାଳନ କରବାର ଅଛି। ଏଇଠାରେ କହୁଛନ୍ତି ଯେ ମୋର ବାକ୍ୟ ଶୁଣେ ଓ ପାଳନ କରେ, ମୋର ପ୍ରେରଣକର୍ତ୍ତାଙ୍କୁ ସ୍ମରଣ କରେ, ସେ ବିଚାରିତ ନ ହୋଇ ଯାହା ସତ୍ତ୍ୱ ଆମେ ସେଇ ସ୍ୱର୍ଗ ରାଜ୍ୟରେ ପହଞ୍ଚିପାରିବା। ତେଣୁକରି ମୋ ପ୍ରିୟମାନେ, ପ୍ରଭୁଙ୍କ ପାଖରେ ଆମେ ସଦାସର୍ବଦା ଲାଗି ରହିବା। ଆମେ ସମସ୍ତେ ଯେମିତିକି ସେଇ ସ୍ୱର୍ଗ ରାଜ୍ୟରେ ତାଙ୍କର ନିକଟରେ ପହଞ୍ଚି ସେଇ ଅନନ୍ତ ଜୀବନ ସେଇ ସ୍ୱର୍ଗରେ ଧନ ପାଇ ଆମେ ତାଙ୍କ ସହିତ ରହିବା। এই বাক্যটি প্রভু আমি সমস্তଙ୍କୁ ଆଶୀର୍ବାଦ ଅନୁଭବ